ପ୍ରକ୍ରିୟାକରଣ ଭିତରେ ଅଛି। ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ପରେ 609ଟି ସବ୍ ଇନ୍ସପେକ୍ଟର, 253ଟି ସବ୍ ଇନ୍ସପେକ୍ଟର ସଶସ୍ତ୍ର, 405ଟି ଡ୍ରାଇଭର ପଦବୀ ପୂରଣ ପାଇଁ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏବଂ ଏହା ସହ ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ବିଭିନ୍ନ ଜିଲ୍ଲାମାନଙ୍କରେ 2845ଟି ଆପଣଙ୍କର କନେଷ୍ଟବଳ, 300ଟି କନେଷ୍ଟବଳ କମ୍ୟୁନିକେସନ୍ ପଦବୀ ପୂରଣ ନିମନ୍ତେ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି। ବିଭିନ୍ନ ଜିଲ୍ଲାରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଆଉ ବନ୍ଦ ହୋଇ ପଡ଼ିଥିବା ଆମର ଯେଉଁ ଗୃହରକ୍ଷୀ, ଏ ଗୃହରକ୍ଷୀ ପଦବୀ ଗୁଡ଼ିକ ପୂରଣ କରାଯାଉନଥିଲା, ବନ୍ଦ କରିଦିଆଯାଇଥିଲା। ଆପଣମାନେ ଥରେ ଭାବନ୍ତୁ, ସେମାନେ ଗୃହରକ୍ଷୀ, ସେମାନେ ପୋଲିସ ନୁହନ୍ତି, ସେମାନେ ଅସ୍ଥାୟୀ ଭାବରେ କାମ କରୁଛନ୍ତି, ତାଙ୍କର ଦରମା ନାହିଁ, ଦକ୍ଷିଣା ସେମାନଙ୍କୁ ଦିଆଯାଉଛି। ଏବଂ ତାପରେ ବି ଅନେକ ଗୃହରକ୍ଷୀ ଆମେ ଦେଖିଛନ୍ତି ସେମାନେ ବହୁତ ଭଲ କାମ କରନ୍ତି। ପୋଲିସ ଭଳିଆ 8 ଘଣ୍ଟାରୁ ଅଧିକ ଡ୍ୟୁଟି କରନ୍ତି, ଦରମା ତାଙ୍କ ପାଖରେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ। ତାପରେ ବି ସେମାନେ ନିରନ୍ତର ଭାବରେ ଲୋକଙ୍କର ସେବା ଦେଇଥାନ୍ତି। ସେମାନଙ୍କର ପଦବୀ ପୂରଣ ପାଇଁ ବନ୍ଦ କରିଦିଆଯାଇଥିଲା। ବଡ଼ ଦୁର୍ଭାଗ୍ୟଜନକ କଥା। ପୋଲିସକୁ ଆମେ ସଶକ୍ତକରଣ କରିବା ନା ପୋଲିସର ପଦବୀ ଗୁଡ଼ିକୁ ପୂରଣ ନ କରିକି ଧୀରେ ଧୀରେ ପୋଲିସକୁ ଦୁର୍ବଳ କରିବା? ଏ କଥାକୁ ଗୁରୁତ୍ୱର ସହ ବିଚାର କରି ଆମ ସରକାର 2500 ଗୃହରକ୍ଷୀ ପଦବୀକୁ ଯଥାଶୀଘ୍ର ପୂରଣ କରିବା ପାଇଁ ବର୍ତ୍ତମାନ ତାର ପଦକ୍ଷେପ ନିଆଯାଉଛି। ଏବଂ ତାପରେ ମଧ୍ୟ ମୋ ମନରେ ଟିକେ ଚିନ୍ତା ଆସିଲା ଯେ 2500 ଲୋକଙ୍କୁ ଆମେ ଖାଲି ଥିବା ପଦବୀକୁ ପୂରଣ କରିବା। ମୁଁ ଭାବୁଛି ୟାକୁ ଆଉ ଅଧିକ ବଢ଼େଇଲେ କ'ଣ ଅସୁବିଧା ଅଛି? ମୁଁ ଏହାକୁ ହିସାବ କରି ଡବଲ୍ କରିଦେବା। ଏମାନଙ୍କୁ 5000 ଗୃହରକ୍ଷୀମାନଙ୍କ ପଦକୁ ଆମେ ନୂତନ ଭାବରେ ଏବଂ ପୁରୁଣା ଖାଲି ପଦକୁ ପୂରଣ କରିକି ଆମେ ଦାୟିତ୍ୱ ଦେବା ଏବଂ ସେମାନଙ୍କର ମଧ୍ୟ ଯେଉଁ ଦରମା ବା ଦକ୍ଷିଣା ପାଉଛନ୍ତି ତାକୁ ମଧ୍ୟ ବୃଦ୍ଧି କରିଦେବା ଏବଂ ସେମାନେ ସଶସ୍ତ୍ର ଭାବରେ। तो देखिले आपण मैंने निजे मोहन माझी सार जी आमर मुख्यमंत्री रही एबे से निजे एबे बाइट देइछन्ति जे आपणकर जो डिस्ट्रिक्ट कनेस्टेबल बहुत दिन पूर्वर आपण मानकर जो कही डिस्ट्रिक्ट कनेस्टेबल आसबार थी बहुत लोक मैंने बहुत यूट्यूब चैनल मानकर आपणकर भाइराल होता डिस्ट्रिक्ट कनेस्टेबल आसबार अच्छे से जिनसा आपण मैंने लाइव देखुं जे मोहन माझी सार निजे आपण को से एठी न्यूज माध्यम प्रेस कॉन्फ्रेंस माध्यम आपण जनाऊँ ठीक अच्छे जे आपणकर 2845टी पदवी आपंकर ठीक अच्छे 2845टी आपंकर डिस्ट्रिक्ट कनेस्टेबल जोटि से कहले जिला मानकर जो पदवी खाली अच्छी कनेस्टेबल मानकर 2845टी आपंकर रही से 2845 आपंकर आसो ता सहित आपंकर 300 आपंकर जो रही कम्युनिकेशन कनेस्टेबल जो रही से गुड़ा आपंकर आसबार अच्छी तेणुक पाखे एवं अपरच्युनिटी ही अपरच्युनिटी मुझे पूर्वर वीडियो माध्यम कही आपंकर अपकमिंग जॉब कौन कौन आसबार अच्छी डिस्ट्रिक्ट कनेस्टेबल निहाती भाव में आसो मुझे कही हुए तो आपंकर 2 मास 3 मास 6 मास जी भी टाइम आपको मिलूँ से बहुत भल जी आपण टाइम मिले से आपने निज पढ़ापी निज प्रिपेरेसन आपने टाइम दे पारे तेणुक एबेरु आपण मैंने जब लगिजे निहाती भाव में सक्सेस पाइपर जो भाई मानकर भी ओएसपी आईआरबी आपण मानकर हो पारि नहीं आपण मैंने भावतु ताठू किसी बेटर थिला आपण लाइफ रे जोटि आपण मानक मिलवा जाऊँगी 2845 पदवी रूप में ठीक अच्छे और आपंकर जो कम्युनिकेशन कनेस्टेबल जो आसबार अच्छी 300 पदवी तेणुक जो आपण मैंने भावुवे मोहन माझी सार तो बहुत किसी कहते किंतु एपर्यंत किसी आसुनी देखूँ जहाँ भी किसी कहते से प्रथम आपंकर कही गृहरक्षी आपंकर जो होमगार्ड आसबार था होमगार्ड आपंकर एवं 2500 आपंकर पदवी आपंकर कम्प्लीट होगा जाऊँगी आपड़ से कहले कौन ना जे आपंकर यही पदवी को से × 2 डबल करदेवार से प्लानिंग रखिंट माने 5000 पदवी आपंकर होमगार्ड ही आपंकर आसबार अच्छी ठीक अच्छे तापर आपंकर जो 933 पोस्ट आपंकर कही एसआई से आपंकर प्रक्रिया चली ठीक हुए तो तार एग्जाम एवं स्थगित हो जाए किंतु आगामी दिन मानकर हम तो तेणुक आपण मैंने आउ तापर आपंकर जो रही नेक्स्ट आपंकर कौन कौन रही से सब जिन आपंकर कहते जेहेतु से कही सब जिन आपंकर आसला तापर जो एबे जो कहते से भावतु जे से एमती ही मन इच्छा कहीदे जो जिन आपंकर से
କରିଛନ୍ତି ପୂର୍ବରୁ କହୁଛନ୍ତି ଯେ ଯେଉଁ ଡିଷ୍ଟ୍ରିକ୍ଟରେ ବି ଆପଣଙ୍କର ମୁଁ ଦେଖେଇଥିଲି ଆପଣଙ୍କୁ ଯେଉଁ ଡିଷ୍ଟ୍ରିକ୍ଟରେ ବି ଆପଣଙ୍କର ଖାଲି ପଦବୀ ଅଛି ସେ ଖାଲି ପଦବୀକୁ କେତେ କ'ଣ କାଉଣ୍ଟ କରିକି ସେ ବୋର୍ଡ଼ବାଲାଙ୍କୁ ଦେବା ପାଇଁ କହିଥିଲେ ଠିକ୍ ଅଛି। ସେହିସବୁ ଜିନିଷ ମୁଁ ଆପଣଙ୍କୁ ଆଗରୁ ମଧ୍ୟ ଦେଖେଇଛି ଭିଡ଼ିଓ ମାଧ୍ୟମରେ। କେବଳ ଗୋଟେ ହିଁ କାମ ଯେ ଆପଣମାନେ କେବଳ ଆପଣ ନିଜର ପଢ଼ା ଉପରେ ଧ୍ୟାନ ଦେବେ ଠିକ୍ ଅଛି। ଆପଣଙ୍କର ପ୍ରିପାରେସନ୍ ଯେମିତି ଆପଣମାନେ ଷ୍ଟ୍ରଙ୍ଗ କରିପାରିବେ। ଦେଖିପାରୁଥିବେ ଏବେ ଆପଣଙ୍କର ଯେହେତୁ 2080 ପଦବୀ ଆପଣଙ୍କର 2080 ପଦବୀ ଆପଣଙ୍କର ଆସିଥିଲା OACPRB ସେଥିରେ ଆପଣଙ୍କର କେତେ କଟ୍ ଅଫ୍ ଗଲା ଦେଖିପାରୁଥିବେ ଆପଣମାନେ। କିଛି ପିଲା 60 ମାର୍କ ରଖିକି ବି ଆପଣଙ୍କର ସିଲେକ୍ସନ୍ ପାଇନାହାନ୍ତି ଠିକ୍ ଅଛି, ଯେଉଁଟାକି ଆପଣଙ୍କର UR କ୍ୟାଟେଗୋରୀ। ତେଣୁକରି ଆପଣମାନେ ଭାବି ନିଅନ୍ତୁ ଆପଣଙ୍କ ପ୍ରିପାରେସନ୍ କେଉଁ ଲେଭେଲର ଆପଣମାନଙ୍କୁ କରିବା ପାଇଁ ପଡ଼ିବ। ତେଣୁକରି ମୁଁ କହୁଛି ଏବେରୁ ଯଦି ଆପଣମାନେ ପ୍ରିପାରେସନ୍ ଷ୍ଟାର୍ଟ କରିଦେଇଥିବେ, ଯେଉଁ ଭାଇମାନେ ବି ଆପଣଙ୍କର OACPRBରେ ଆପଣମାନେ ସକ୍ସେସ୍ ହେଇପାରିନାହାନ୍ତି, ଏବେ ଆପଣମାନଙ୍କ ପାଇଁ ବହୁତ ବଡ଼ ଅପରଚ୍ୟୁନିଟି ଅଛି, ଯେଉଁଠି ଆପଣଙ୍କ OISF ମଧ୍ୟ ଆପଣଙ୍କର ଆସିବାର ଅଛି। ତାପରେ ଆପଣଙ୍କର ଯେହେତୁ ଜିଲ୍ଲା କନେଷ୍ଟବଳ ମଧ୍ୟ ଆପଣଙ୍କର ଆସିବାର ଅଛି। ଯାହା ବି କିଛି ଆପଣଙ୍କର ନ୍ୟୁ ଅପଡ଼େଟ୍ ଆସିବ ମୁଁ ଆପଣଙ୍କୁ ନିହାତି ଭାବରେ ଜଣାଇବି। ଆଉ ତାପରେ ଆପଣଙ୍କର ଯେଉଁ ପଦବୀ ଆସିଲା ପରେ ଆପଣଙ୍କର ଗୋଟି ଜିନିଷ ମୁଁ ଆପଣଙ୍କୁ ଗାଇଡ଼ କରିବି, ଯେହେତୁ ମୁଁ ସେଇ ଷ୍ଟେପ୍ ଦେଇକି ପାରିଛି ଆପଣମାନଙ୍କୁ ବେଟର୍ ଏକ୍ସପିରିଏନ୍ସରେ ମୁଁ ଆପଣଙ୍କୁ କହିପାରିବି ଠିକ୍ ଅଛି। ତ ଏତିକି ଥିଲା ଆପଣଙ୍କର ଇନଫର୍ମେସନ୍ ଭଲ ଲାଗିଥିଲେ ନିହାତି ଭାବରେ ସାଙ୍ଗମାନଙ୍କ ସହିତ ସେୟାର କରିବେ। ୟା ପରେ ଆପଣଙ୍କର କ'ଣ ଅପଡ଼େଟ୍ ଆସିବାର ଅଛି ମୁଁ ଆପଣଙ୍କୁ ନିହାତି ଭାବରେ ଜଣାଇବି। ରହିଲି, ଧନ୍ୟବାଦ, ଜୟ ଜଗନ୍ନାଥ।